ସୁଲତାନ ମାନେ ଭାରତରେ ଶାସନ ଆରମ୍ଭ କରିଥିଲେ 1206 ମସିହାରେ ଏବଂ ତାଙ୍କର ଶାସନ କାର୍ଯ୍ୟ ପରିସମାପ୍ତି ଘଟିଥିଲା 1526 ମସିହାରେ। ସେମାନେ ଶାସନ କରିଥିଲେ ଭାରତରେ ସମୁଦାୟ 320 ବର୍ଷ। 5ଟି ରାଜବଂଶ ଭାରତରେ ଶାସନ କରିଥିଲେ। ସେହି ଶାସନ ସମୟରେ ଭାରତର ସମାଜ କିପରି ଥିଲା ପିଲାମାନେ ଆଜି ଆମେ ପଢ଼ିବା ବା ତାକୁ କୁହାଯାଏ ସୁଲତାନି ଶାସନ କାଳର ସମାଜ ବୋଲିକି କୁହାଯାଏ। ତୁମର ପରୀକ୍ଷାରେ ଏଇଠୁ ଯଦି ପ୍ରଶ୍ନ ଆସିବ ତାହେଲେ 8 ମାର୍କର ପ୍ରଶ୍ନ ଆସିବ, ଯାହାକି ଗୋଟେ ଲଙ୍ଗ କ୍ୱେଶ୍ଚନ୍ ଅଛି। ଆଉ ଆଜି ଆମେ ଏହାକୁ ବହୁତ ସୁନ୍ଦର ଭାବରେ ପଢ଼ିବା। ଆଉ ଯଦି ପରୀକ୍ଷାରେ ଆସିବ ତାହେଲେ ତୁମେ ମାନେ ଯେମିତି ଲେଖିପାରିବ ଉତ୍ତରଟି ସେହି ହିସାବରେ ପଢ଼ିବା। ସୁଲତାନି ଶାସନ କାଳର ସମାଜକୁ ନେଇକି ଯଦି ତୁମର ପରୀକ୍ଷାରେ ପ୍ରଶ୍ନ ଆସେ, ଏଠି ଯେଉଁ 12ଟି ପଏଣ୍ଟ ଲେଖା ହେଇଛି ସେ 12ଟି ପଏଣ୍ଟକୁ ତୁମେ ତୁମର ଉତ୍ତର ଖାତାରେ ଲେଖିଦେବ। ଏଗୁଡ଼ିକ ଫାଷ୍ଟ ମନେ ରଖିବାକୁ ପଡ଼ିବ ପିଲାମାନେ। ଏଇ 12ଟି ପଏଣ୍ଟ କ'ଣ ଏଗୁଡ଼ିକ ଦେଖିନେବା ଆମେ ବର୍ତ୍ତମାନ। ସୁଲତାନ, ଉଲେମା, ସମ୍ଭ୍ରାନ୍ତ ବର୍ଗ, କ୍ରୀତଦାସ, ଚାଷୀ, ବଣିକ ଓ ବେପାରୀ, ଜାତି ପ୍ରଥା, ଖାଦ୍ୟ, ପୋଷାକ ଓ ପ୍ରସାଧନ, ଅବସର ବିନୋଦନ, ପର୍ବପର୍ବାଣୀ ଓ ଶିକ୍ଷା। ଏହି 12ଟି ପଏଣ୍ଟକୁ ଯଦି ତୁମର ଉତ୍ତର ଖାତାରେ ଲେଖିଦେଲ ଏବଂ ଏହି 12ଟି ପଏଣ୍ଟରେ 2ରୁ 3ଟି ସେଣ୍ଟେନ୍ସ ଯଦି ତୁମେ ଉତ୍ତର ଲେଖିଦେଉଛ ପିଲାମାନେ ଗୋଟେ ଗୋଟେ ପଏଣ୍ଟରେ, ତାହେଲେ ତୁମର ଲଙ୍ଗ କ୍ୱେଶ୍ଚନଟି ତିଆରି ହେଇଯିବ। ତ ଚାଲ ପିଲାମାନେ ବର୍ତ୍ତମାନ ଆମେ ଏହି 12ଟି ପଏଣ୍ଟକୁ ବର୍ତ୍ତମାନ ଗୋଟି ଗୋଟି କରି ଆଲୋଚନା କରିବା, ଯଦ୍ୱାରା କ'ଣ ହେବ ତୁମେମାନେ ସମ୍ପୂର୍ଣ୍ଣ ଭାବରେ ସୁଲତାନି ଶାସନ କାଳରେ ଭାରତୀୟ ସମାଜ କିପରି ଥିଲା ତାହା ବୁଝିପାରିବ ଏବଂ ପରୀକ୍ଷାରେ ଯଦି ପ୍ରଶ୍ନ ଆସିବ ତାହେଲେ ତୁମେ ବହୁତ ଭଲ ଭାବରେ ତାର ଉତ୍ତରଟି ଲେଖିକି ଆସିପାରିବ। ସୁଲତାନି ଯୁଗର ସମାଜ। ସୁଲତାନମାନେ ଭାରତରେ ପ୍ରାୟ ମୋଟ 320 ବର୍ଷ ଶାସନ କରିଥିଲେ। ସେମାନେ ଯେତେବେଳେ ଭାରତରେ ଶାସନ କରୁଥିଲେ ସମାଜରେ ବହୁତ ପରିବର୍ତ୍ତନ ଆସିଥିଲା। ଭାରତୀୟ ସମାଜରେ ଇସଲାମ ଧର୍ମର ପ୍ରଭାବ ପଡ଼ିଥିଲା। ସେହି ସମୟରେ ଭାରତୀୟ ସମାଜରେ ହିନ୍ଦୁ ଓ ମୁସଲମାନ ଦୁଇ ଜଣ ଯାକ ରହୁଥିଲେ। ମୁସଲମାନ ସମାଜର ପ୍ରଭାବ ଭାରତୀୟ ସମାଜରେ ପଡ଼ିଛି ଏବଂ ଭାରତୀୟ ସମାଜର ପ୍ରଭାବ ମୁସଲମାନ ସମାଜରେ ପଡ଼ିଛି। ଏଠି ଯେଉଁ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି କୁତବ ମିନାରର ଏବଂ ଏହି କୁତବ ମିନାରକୁ ତିଆରି କରିଥିଲେ କୁତବୁଦ୍ଦିନ ଆଇବାକ, ଯିଏକି ଦାସ ବଂଶର ପ୍ରତିଷ୍ଠାତା ଥିଲେ ଏବଂ ପ୍ରଥମ ସୁଲତାନି ଶାସକ ଥିଲେ, ଯିଏକି ଦିଲ୍ଲୀରେ ଶାସନ କରିବା ଆରମ୍ଭ କରିଥିଲେ। ସୁଲତାନି ଶାସନ ସମୟରେ ଭାରତୀୟ ସମାଜ। ପ୍ରଥମ ପଏଣ୍ଟଟି ହେଉଛି ପିଲାମାନେ ସୁଲତାନ। ସୁଲତାନ ମାନେ ହେଲା ଯେଉଁ ମୁସଲମାନ ଶାସକମାନେ ଭାରତରେ ଶାସନ କରୁଥିଲେ ସେମାନଙ୍କୁ ସୁଲତାନ ବୋଲିକି କୁହାଯାଉଥିଲା। ଯେତେବେଳେ ଖଲିଫା ପଦର ବିଘଟନ ହେଲା ବା ଖଲିଫା ପଦବୀର ଉଚ୍ଛେଦ କରାଗଲା, ସେହି ସମୟରେ ଯେଉଁ ଆଞ୍ଚଳିକ ଶାସକମାନେ ଥିଲେ ସେମାନେ ନିଜକୁ ନିଜେ ସୁଲତାନ ବୋଲି ଘୋଷଣା କଲେ ଏବଂ ଶାସନ କରିବା ଆରମ୍ଭ କରିଦେଲେ। ସେମାନଙ୍କର ନିଜସ୍ୱ ସାମାଜିକ ଏବଂ ରାଜନୈତିକ ବିଧି ଥିଲା ବା ନିୟମ କାନୁନ ଗୁଡ଼ିକ ଥିଲା। ସେମାନେ ତାଙ୍କର ନାମ ପ୍ରଚଳିତ ମୁଦ୍ରାରେ ଖୋଦନ କଲେ ବିଭିନ୍ନ ପ୍ରକାର ଚିତ୍ର ଛବି ଗୁଡ଼ିକ। ସେମାନେ ନିଜେ ରାଜସ୍ୱ ଏବଂ ସମ୍ବଳ ଆଦାୟ କଲେ ସାଧାରଣ ଜନତାଙ୍କ ଠାରୁ। ରାଜନୈତିକ ଦୃଷ୍ଟିରେ ସୁଲତାନମାନେ ସ୍ୱାଧୀନ ଥିଲେ। ଏହି ସୁଲତାନମାନେ ପୁଣି ବଡ଼ ବଡ଼ ରାଜପ୍ରସାଦରେ ରହୁଥିଲେ। ସେହି ସୁଲତାନମାନେ ଭାରତୀୟ ପରମ୍ପରାକୁ ଅନୁସରଣ କରୁଥିଲେ ଏବଂ ଏହି ସୁଲତାନମାନେ ଛତ୍ର ଏବଂ ଦଣ୍ଡର ବ୍ୟବହାର କରୁଥିଲେ। ଏଠି ଯେଉଁ ଫଟୋ ଚିତ୍ରଟି ଅଛି ଏଇଟା ଗୋଟେ ସୁଲତାନଙ୍କର ଫଟୋ ଚିତ୍ର ଏବଂ ଏହି ସୁଲତାନଟି ହେଉଛନ୍ତି ଆଲାଉଦ୍ଦିନ ଖିଲଜି, ଯିଏକି ଖିଲଜି ବଂଶର ଜଣେ ରାଜା ଥିଲେ। ଆଉ ଏଠି ଯେଉଁ ମୁଦ୍ରା ଦେଖୁଛ ପିଲାମାନେ, ଏଇଟା ହେଲା ଇଲତୁତମିଶଙ୍କର ମୁଦ୍ରା। ଏହି ମୁଦ୍ରାରେ ସେ ବିଭିନ୍ନ ପ୍ରକାର ଛବି ଗୁଡ଼ିକ ଖୋଦନ କରିଛନ୍ତି। ସୁଲତାନି ଶାସନର ସମାଜ। ଦ୍ୱିତୀୟ ପଏଣ୍ଟ ହେଉଛି ପିଲାମାନେ ଉଲେମା। ଉଲେମା ମାନେ ଇସଲାମ ଧର୍ମ ଶାସ୍ତ୍ରଜ୍ଞ ଥିଲେ ବା ସେମାନେ ଇସଲାମ ଧର୍ମର ପ୍ରଚାରକ ଥିଲେ। ଶାସନ କ୍ଷେତ୍ରରେ ତାଙ୍କର ସ୍ଥାନ ଗୁରୁତ୍ୱପୂର୍ଣ୍ଣ ଥିଲା। ସେମାନେ ବିଚାରକ ଏବଂ ଆଇନ ସମ୍ବନ୍ଧୀୟ ପଦବୀରେ ନିଯୁକ୍ତି ପାଉଥିଲେ। ଶାସନ ବ୍ୟବସ୍ଥାରେ ସେମାନେ ସଂଯୁକ୍ତ ଥିଲେ। ସେମାନେ ରାଜସ୍ୱ ଅନୁଦାନ ପାଉଥିଲେ ସୁଲତାନଙ୍କ ଠାରୁ ଏବଂ ଶାସନ ବ୍ୟବସ୍ଥାକୁ ସେମାନେ ବୈଧତା ପ୍ରଦାନ କରୁଥିଲେ। କେମିତି ଶାସନ ବ୍ୟବସ୍ଥାକୁ ବୈଧତା ପ୍ରଦାନ କରୁଥିଲେ? ଯେହେତୁ ସେମାନେ ବିଚାରକ ଏବଂ ଆଇନ ପଦବୀରେ ନିଯୁକ୍ତି ପାଉଥିଲେ, ସେମାନେ ବଡ଼ ବଡ଼ ସମସ୍ୟାର ସମାଧାନ କରୁଥିଲେ ବିଚାରକ ହିସାବରେ ଏବଂ ଶାସନ କ୍ଷେତ୍ରରେ ସୁରୁଖୁରୁରେ ଶାସନ କରିବା ପାଇଁ ସେମାନେ ବିଭିନ୍ନ ପ୍ରକାର ନୂତନ ଆଇନ ପ୍ରଣୟନ କରୁଥିଲେ। ଏହିପରି ଭାବରେ ସେମାନେ କ'ଣ କରୁଥିଲେ? ଶାସନ ବ୍ୟବସ୍ଥାକୁ ବୈଧତା ପ୍ରଦାନ କରୁଥିଲେ। ତାଙ୍କର ଧାର୍ମିକ ପ୍ରଭାବ ଥିଲା, ତା ସହିତ ତାଙ୍କର ରାଜନୈତିକ ପ୍ରଭାବ ମଧ୍ୟ ଥିଲା। ଏଠି ଉପରେ ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ଉଲେମା ମାନଙ୍କର ଫଟୋ ଚିତ୍ର ଏବଂ ବର୍ତ୍ତମାନ ଯୁଗର ଏମାନେ ଉଲେମା ଅଟନ୍ତି। ଏମାନେ ଇସଲାମ ଧର୍ମକୁ ପ୍ରଚାର ପ୍ରସାର କରିଥାନ୍ତି। ତଳେ ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏଇଟା ହେଲା ବିଚାରକଙ୍କର ଫଟୋ ଚିତ୍ର, ଜଣେ ବିଚାରକଙ୍କର ଫଟୋ ଚିତ୍ର ଏବଂ ଉଲେମା ମାନେ କ'ଣ ହେଇପାରୁଥିଲେ? ବିଚାରକ ମଧ୍ୟ ହେଇପାରୁଥିଲେ।
ସୁଲତାନୀ ଶାସନ କାଳରେ ଭାରତୀୟ ସମାଜ। ତୃତୀୟ ପଏଣ୍ଟ ହେଉଛି ପିଲାମାନେ ସମ୍ଭ୍ରାନ୍ତ ବର୍ଗ। ସମ୍ଭ୍ରାନ୍ତ ବର୍ଗ କହିଲେ ସମାଜରେ ଯେଉଁମାନେ ଉଚ୍ଚ ବର୍ଗର ଲୋକ ଥାନ୍ତି ସେମାନଙ୍କୁ ସମ୍ଭ୍ରାନ୍ତ ବର୍ଗ ବୋଲିକି କୁହାଯାଏ। ସୁଲତାନ ଯେତେବେଳେ ନୂତନ ଅଞ୍ଚଳ ଜୟ କରନ୍ତି ସେଇଠି ଏ ସମ୍ଭ୍ରାନ୍ତ ବର୍ଗକୁ ରାଜ୍ୟପାଳ ରୂପେ ନିଯୁକ୍ତି କରିଥାନ୍ତି। ଏହି ସମ୍ଭ୍ରାନ୍ତ ବର୍ଗକୁ ଆହୁରି ମୁକ୍ତି ବା ୱାଲି ନାମ ଦିଆଯାଇଥିଲା। ଏମାନଙ୍କୁ ଯେଉଁ ଜମି ପ୍ରଦାନ କରାଯାଇଥିଲା ତାକୁ ଇକ୍ତା ବୋଲିକି କୁହାଯାଏ ଏବଂ ଏହି ସମ୍ଭ୍ରାନ୍ତ ବର୍ଗ ଗୋଟିଏ ଇକ୍ତାରୁ ଅନ୍ୟ ଇକ୍ତାକୁ ବଦଳି ହେବାର ବ୍ୟବସ୍ଥା ମଧ୍ୟ ଥିଲା। ଏବଂ ସମ୍ଭ୍ରାନ୍ତମାନେ ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକ ନଥିଲେ, ଏମାନେ ବିଭିନ୍ନ ଦେଶରୁ ଆସିଥିଲେ। ଯେମିତିକି ସମ୍ଭ୍ରାନ୍ତମାନେ ତୁର୍କୀ ଥିଲେ, ଆଫଗାନ ଥିଲେ, ଭାରତୀୟମାନେ ଥିଲେ, ତା ସହିତ ଆବିସିନୀୟ ମଧ୍ୟ ଥିଲେ। ଆଫ୍ରିକା ମହାଦେଶର ଏରିଟ୍ରିଆ ଏବଂ ଇଥିଓପିଆ ଦେଶକୁ ହିଁ ବର୍ତ୍ତମାନ କୁହାଯାଏ ଆବିସିନୀୟ ବୋଲି। କେନ୍ଦ୍ର ଏବଂ ପ୍ରାଦେଶିକ ଶାସନର ମହତ୍ତ୍ୱପୂର୍ଣ୍ଣ ପଦବୀରେ ଏମାନେ ନିଯୁକ୍ତି ପାଇଥିଲେ। ଏହି ସମ୍ଭ୍ରାନ୍ତ ବର୍ଗକୁ ବିଭିନ୍ନ ଶ୍ରେଣୀରେ ବିଭାଜନ କରାଯାଇଥିଲା। ସର୍ବଶ୍ରେଷ୍ଠ ସମ୍ଭ୍ରାନ୍ତକୁ ଖାନ୍ ଉପାଧି ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ଶ୍ରେଣୀରେ ଯେଉଁ ସମ୍ଭ୍ରାନ୍ତ ବର୍ଗ ଥିଲେ ତାଙ୍କୁ ମାଲିକ ଉପାଧି ପ୍ରଦାନ କରାଯାଇଥିଲା। ତୃତୀୟ ଶ୍ରେଣୀରେ ଯେଉଁ ସମ୍ଭ୍ରାନ୍ତ ବର୍ଗ ଥିଲେ ତାଙ୍କୁ ଅମୀର ଉପାଧି ପ୍ରଦାନ କରାଯାଇଥିଲା ଏବଂ ସମ୍ଭ୍ରାନ୍ତମାନଙ୍କର ନିମ୍ନ ଶ୍ରେଣୀରେ ଯେଉଁ ସମ୍ଭ୍ରାନ୍ତମାନେ ଥିଲେ ସେମାନଙ୍କୁ ସିପା ହାଉଲା ବା ସରଖେଲ ବୋଲିକି କୁହାଯାଉଥିଲା। ଏହି ସମ୍ଭ୍ରାନ୍ତମାନେ ପୁଣି ବଡ଼ ବଡ଼ ପ୍ରସାଦରେ ରହୁଥିଲେ। ହରେମ ଏବଂ ଅନ୍ତପୁରରେ ରାଣୀ ଦାସ ଦାସୀ ରହୁଥିଲେ। ହରେମ କହିଲେ ପିଲାମାନେ ରାଜପ୍ରସାଦରେ ଯେଉଁ ରାଣୀଙ୍କ ରହିବା ପାଇଁ ଯେଉଁ କୋଠରୀ ଥାଏ ତାକୁ ହରେମ ବୋଲିକି କୁହାଯାଏ। ଦୈନନ୍ଦିନ ବ୍ୟବହାର୍ଯ୍ୟ ଦ୍ରବ୍ୟ ସେମାନେ ନିଜେ ନିଜ କାରଖାନାରେ ତିଆରି କରୁଥିଲେ ଏବଂ ଖାଲି ଥିବା ସମୟରେ ଏହି ସମ୍ଭ୍ରାନ୍ତ ବର୍ଗ ଶିକାର କରୁଥିଲେ, ଭୋଜିଭାତ କରୁଥିଲେ, ନୃତ୍ୟ ଏବଂ ଗୀତ ପରିବେଷଣ କରୁଥିଲେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ ଏଇଟା ସମ୍ଭ୍ରାନ୍ତ ବର୍ଗର ଫଟୋ ଚିତ୍ର ଆଉ ବର୍ତ୍ତମାନ ଯୁଗର ସମ୍ଭ୍ରାନ୍ତ ବର୍ଗର ଫଟୋ ଚିତ୍ର। ଏଠି ଦେଖିପାରୁଥିବ ତୁମେ ନରେନ୍ଦ୍ର ମୋଦି। ବର୍ତ୍ତମାନ ଯଦି ଦେଖିବା ଭାରତର ସମ୍ଭ୍ରାନ୍ତ ଶ୍ରେଣୀର ଲୋକ କିଏ ତାହେଲେ ନରେନ୍ଦ୍ର ମୋଦି। ତା ସହିତ ତାଙ୍କର ସହକର୍ମୀ ଗୁଡ଼ିକ ମଧ୍ୟ ବସିଛନ୍ତି। ଏ ସମସ୍ତେ ହେଉଛନ୍ତି ବର୍ତ୍ତମାନ ଭାରତର ସମ୍ଭ୍ରାନ୍ତ ବର୍ଗର ଲୋକ। ସୁଲତାନୀ ଶାସନ କାଳରେ ଭାରତୀୟ ସମାଜ। ନେକ୍ସଟ ପଏଣ୍ଟଟି ହେଉଛି କ୍ରୀତଦାସ ଓ ଭୃତ୍ୟ। ସମ୍ଭ୍ରାନ୍ତ ଶ୍ରେଣୀ ନିଜକୁ ସୁଲତାନଙ୍କର କ୍ରୀତଦାସ ବୋଲିକି କହୁଥିଲେ। କ୍ରୀତଦାସ ଦୁଇ ପ୍ରକାର ଥିଲେ। ପ୍ରଥମ କ୍ରୀତଦାସ ଥିଲେ ଖୋଲା ବଜାରରୁ କିଣି ଆଣିଥିବା କ୍ରୀତଦାସ ଏବଂ ଦ୍ୱିତୀୟ କ୍ରୀତଦାସ ଥିଲେ ଯୁଦ୍ଧବନ୍ଦୀମାନଙ୍କୁ କ୍ରୀତଦାସରେ ପରିଣତ କରାଯାଇଥିଲା। କ୍ରୀତଦାସୀମାନଙ୍କୁ ସମ୍ଭ୍ରାନ୍ତମାନେ କିଣୁଥିଲେ ଏବଂ ସେମାନେ ବିଭିନ୍ନ ଦରରେ କ୍ରୀତଦାସମାନଙ୍କୁ କିଣୁଥିଲେ। କେମିତି କିଣୁଥିଲେ? ଯେଉଁ କ୍ରୀତଦାସର କୁଶଳତା ଏବଂ କାର୍ଯ୍ୟଦକ୍ଷତା ଯେତେ ଅଧିକ ଥିଲା ତାକୁ ସେତେ ଅଧିକ ଦରରେ କିଣୁଥିଲେ। କ୍ରୀତଦାସ ଏବଂ ଭୃତ୍ୟମାନଙ୍କୁ ସମ୍ଭ୍ରାନ୍ତମାନେ କିଣି ସାରିଲା ପରେ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିୟୋଜିତ କରୁଥିଲେ। ଯେମିତିକି ହସ୍ତଶିଳ୍ପ, ଅଙ୍ଗରକ୍ଷକ, ଗୃହକର୍ମ, ନୃତ୍ୟ ପରିବେଷଣ ଇତ୍ୟାଦି କାର୍ଯ୍ୟରେ ତାଙ୍କୁ ବ୍ୟବହାର କରାଯାଉଥିଲା। ଯେଉଁ ମହିଳା କ୍ରୀତଦାସମାନେ ଥିଲେ ସେମାନେ ଗୃହ କାର୍ଯ୍ୟ କରୁଥିଲେ, ନୃତ୍ୟ ଏବଂ ଗୀତ ମଧ୍ୟ ପରିବେଷଣ କରୁଥିଲେ। ସମ୍ଭ୍ରାନ୍ତମାନେ କ୍ରୀତଦାସ ଓ ଭୃତ୍ୟ ରଖିବା ଏକ ପ୍ରଥା ହୋଇଯାଇଥିଲା। ଏହା ଥିଲା ସମ୍ଭ୍ରାନ୍ତମାନଙ୍କର ଏକ ଉନ୍ନତିର ପ୍ରତୀକ ଏବଂ ଦାସ ଦାସୀ ରଖିବା ସମ୍ଭ୍ରାନ୍ତମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇସାରିଥିଲା। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି କ୍ରୀତଦାସମାନଙ୍କର ଫଟୋ ଚିତ୍ର ଏବଂ ଏହି ଫଟୋ ଚିତ୍ରରେ ଏମାନେ ଆଖୁ ଅମଳ କରୁଛନ୍ତି। ସୁଲତାନୀ ଶାସନ ସମୟରେ ଭାରତୀୟ ସମାଜ। ନେକ୍ସଟ ପଏଣ୍ଟ ହେଉଛି ପିଲାମାନେ ଚାଷୀ। ଚାଷୀମାନେ ଗ୍ରାମାଞ୍ଚଳରେ ରହୁଥିଲେ। ବଡ଼ ଚାଷୀକୁ ଖୋଟ ବୋଲିକି କୁହାଯାଉଥିଲା, ମଧ୍ୟମ ଧରଣର ଚାଷୀକୁ ମୁକଦ୍ଦମ ବୋଲିକି କୁହାଯାଉଥିଲା, ଛୋଟ ଚାଷୀକୁ ବାହାଲାର ବୋଲିକି କୁହାଯାଉଥିଲା ଏବଂ ସାଧାରଣ ଚାଷୀକୁ ରାୟତ ବୋଲିକି କୁହାଯାଉଥିଲା। ଏହି ଚାଷୀମାନେ ନଙ୍ଗଲ ସାହାଯ୍ୟରେ ଚାଷ କରୁଥିଲେ। ପାଣି ପାଇଁ ସେମାନେ ବର୍ଷା ଏବଂ ଉଠା ଜଳସେଚନ ବ୍ୟବସ୍ଥା ଉପରେ ନିର୍ଭର କରୁଥିଲେ। କେନାଲ ଜଳସେଚନ ବ୍ୟବସ୍ଥା ତୁଗଲକମାନେ ହିଁ ଭାରତରେ ଆରମ୍ଭ କରିଥିଲେ। ଜମି ଉପରେ ମାଲିକାନା ତାଙ୍କର ନଥିଲା। ଫସଲ ଉପରେ ସମ୍ପୂର୍ଣ୍ଣ ଅଧିକାର ମଧ୍ୟ ଚାଷୀମାନଙ୍କର ନଥିଲା। ସୁଲତାନ ଏବଂ ଚାଷୀମାନଙ୍କ ମଧ୍ୟରେ ମଧ୍ୟସ୍ଥ ଶ୍ରେଣୀର ଲୋକମାନେ ଆସିଯାଇଥିଲେ। ସେହି ମଧ୍ୟସ୍ଥ ଶ୍ରେଣୀର ଲୋକଙ୍କୁ ଚୌଧୁରୀ ବୋଲିକି କୁହାଯାଏ ଏବଂ ଚୌଧୁରୀଙ୍କ ମୁଖ୍ୟ କାର୍ଯ୍ୟ ଥିଲା ଶସ୍ୟ ଭାଗ ସଂଗ୍ରହ କରିବା। ଚୌଧୁରୀଙ୍କ ଅଧୀନରେ 84ରୁ 100 ଖଣ୍ଡ ଗ୍ରାମ ଥିଲା ଏବଂ ହିସାବ କିତାବ ରଖିବା ପାଇଁ ଜଣେ ପଟୁଆରୀ ମଧ୍ୟ ଚୌଧୁରୀଙ୍କ ଅଣ୍ଡରରେ ରହିଲେ। ସାଧାରଣ ଚାଷୀମାନେ ନିମ୍ନମାନର ଘରେ ରହୁଥିଲେ। ସେମାନେ ମାଟି ପାତ୍ର ବ୍ୟବହାର କରୁଥିଲେ। ଯେଉଁମାନେ ଧନୀ ଚାଷୀମାନେ ଥିଲେ ତାଙ୍କର ଘରେ ଅଧିକ ଘର ଥିଲା। ଘରରେ ବାରଣ୍ଡା, ଅଗଣା, ବେଦୀ ଇତ୍ୟାଦି ଥିଲା ଏବଂ ସେମାନେ ଖାଦ୍ୟ ଖାଉଥିଲେ ରୁଟି ଏବଂ ଭାତ। ଏମାନେ ଗୋଟିଏ ହିଁ ବସ୍ତ୍ରକୁ ପରିଧାନ କରୁଥିଲେ। ଉନ୍ନତ ଚାଷୀମାନେ ଜୋତା, ପଗଡ଼ି, ରୁମାଲ ଇତ୍ୟାଦିକୁ ବ୍ୟବହାର କରୁଥିଲେ। ଏଠାରେ ଯେଉଁ ଫଟୋ ଚିତ୍ରଟି ଦିଆଯାଇଛି ପିଲାମାନେ ଚାଷୀମାନଙ୍କର ଫଟୋ ଚିତ୍ର ଦିଆଯାଇଛି ବର୍ତ୍ତମାନ ଯୁଗର, ଯାହାକି ତୁମେ ଦେଖିଲେ ବୁଝିପାରିବ ବୋଲିକି ଦିଆଯାଇଛି। ସୁଲତାନୀ ଶାସନ ସମୟରେ ଭାରତୀୟ ସମାଜ। ନେକ୍ସଟ ପଏଣ୍ଟଟି ହେଉଛି ପିଲାମାନେ ବଣିକ ଏବଂ ବେପାରୀ। ସୁଲତାନୀ ଶାସନ ସମୟରେ ଭାରତୀୟ ସମାଜରେ ଗଢ଼ି ଉଠିଥିଲା ନୂତନ ସହର ଏବଂ ବନ୍ଦରମାନେ ଏବଂ ସେହି ସହର ଏବଂ ବନ୍ଦରଗୁଡ଼ିକ ବାଣିଜ୍ୟ ବ୍ୟବସାୟର କେନ୍ଦ୍ର ଥିଲା। ଦିଲ୍ଲୀ ସେହି ସମୟରେ ଗୋଟେ ମୁଖ୍ୟ ବାଣିଜ୍ୟ କେନ୍ଦ୍ର ଥିଲା। ଦିଲ୍ଲୀରେ ରହୁଥିଲେ ଭାରତୀୟ, ଆଫଗାନୀ, ଇରାନୀ ବଣିକମାନେ। ସେହି ଭାରତୀୟ ବଣିକମାନେ ବହିର୍ବାଣିଜ୍ୟ କରୁଥିଲେ। ତା ସହିତ ଭାରତୀୟ ବଣିକମାନେ ଧନିକ ଶ୍ରେଣୀର ବଣିକ ଥିଲେ। ସେମାନେ ବିଳାସ ବ୍ୟସନରେ ଜୀବନଯାପନ କରୁଥିଲେ। ସହରମାନଙ୍କରେ ଆହୁରି ରହୁଥିଲେ ସାହୁକାର ଏବଂ ଦଲାଲ। ସାହୁକାରଙ୍କର କାମ ଥିଲା କର ସଂଗ୍ରହ କରିବା। ସେମାନେ ଚାଷୀଙ୍କଠାରୁ କର ସଂଗ୍ରହ କରି
ଅମିର ଏବଂ ମାଲିକମାନଙ୍କୁ କର ପ୍ରଦାନ କରୁଥିଲେ ଏବଂ ଲାଭବାନ ହେଉଥିଲେ। ସେହି ସମୟରେ ଯେଉଁ ଦଲାଲମାନେ ଥିଲେ, ଦଲାଲମାନେ ବଣିକ ଏବଂ ଗ୍ରାହକ ମଧ୍ୟରେ ସଂଯୋଗ ସ୍ଥାପନ କରୁଥିଲେ, ବାଣିଜ୍ୟ ବ୍ୟବସାୟ କରୁଥିଲେ ଏବଂ ସେମାନେ ମଧ୍ୟ ଲାଭବାନ ହେଉଥିଲେ। ସେହି ସମୟରେ ଆହୁରି ସହରରେ ଥିଲେ କାରିଗର, ଦୋକାନୀ ଏବଂ ବିକାଳିମାନେ ଥିଲେ। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ବର୍ତ୍ତମାନ ଯୁଗର ବଣିକ ଏବଂ ବେକାରୀମାନଙ୍କର। ଏହି ବେପାରୀ ବଣିକମାନଙ୍କୁ ଦେଖିକି ତୁମେମାନେ ଏଇଟା ବୁଝିପାରିବ ବୋଲିକି ଏହି ଫଟୋ ଚିତ୍ରଟି ଦିଆଯାଇଛି। ସୁଲତାନୀ ଶାସନ ସମୟରେ ଭାରତୀୟ ସମାଜ। ନେକ୍ସଟ ପଏଣ୍ଟଟି ହେଉଛି ପିଲାମାନେ ଜାତି ପ୍ରଥା। ଏହି ଜାତି ପ୍ରଥା ସମାଜରେ ପ୍ରଭେଦ ଏବଂ ବିଭିନ୍ନତା ସୃଷ୍ଟି କରୁଥିଲା। ଜାତି ପ୍ରଥା ବଳବତ୍ତର ଥିଲା ଗ୍ରାମ ଏବଂ ସହରମାନଙ୍କରେ। ଯେଉଁ ଗ୍ରାମମାନଙ୍କରେ ପୁରାତନ ଶାସକ ଶ୍ରେଣୀ, ତାଙ୍କର ବଂଶଧର ତଥା ରାଣା ରାୟମାନେ ଥିଲେ, ସେମାନେ ଗ୍ରାମରେ ସମ୍ଭ୍ରାନ୍ତ ଶ୍ରେଣୀର ପଦବୀ ଗ୍ରହଣ କଲେ ଏବଂ ଏହି ସମ୍ଭ୍ରାନ୍ତ ଶ୍ରେଣୀମାନଙ୍କର ସମ୍ପର୍କ ଥିଲା ସୁଲତାନୀ ପ୍ରଶାସକଙ୍କ ସହିତ। ଶୂଦ୍ରମାନେ ଉଚ୍ଚ ଜାତିର ସେବା କରୁଥିଲେ। ଶୂଦ୍ରମାନେ ଉଚ୍ଚ ଜାତି ସହ ଭୋଜନ କରିପାରୁନଥିଲେ। ପୁରାଣ ଶୁଣିବାର ସେମାନଙ୍କ ଅଧିକାର ଥିଲା, କିନ୍ତୁ ଶୂଦ୍ରମାନେ ପୁରାଣ ପାଠ କରିପାରୁନଥିଲେ। ତାପରେ ସମାଜରେ ସେହି ସମୟରେ ଯେଉଁ ଚଣ୍ଡାଳ ଏବଂ ଅନ୍ୟାନ୍ୟ ଅସ୍ପୃଶ୍ୟ ଜାତି ଥିଲେ, ସେମାନେ ସବୁ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିଲେ। ଯଦି ସାମାଜିକ ଏବଂ ଆର୍ଥିକ ସ୍ଥିତି ଉନ୍ନତି କରିବାର ଥିଲା ଏହି ଚଣ୍ଡାଳ ଏବଂ ଅସ୍ପୃଶ୍ୟ ଜାତିର, ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ପଡ଼ୁଥିଲା। ଏଠି ଯେଉଁ ଫଟୋ ଚିତ୍ରଟି ଦେଖୁଛ ପିଲାମାନେ, ଏଇଟା ସୁଲତାନୀ ଶାସନ ସମୟରେ ଭାରତୀୟ ଯେଉଁ ସମାଜ ଥିଲା, ହିନ୍ଦୁମାନଙ୍କର ଯେଉଁ ସମାଜ ଥିଲା, ତାଙ୍କର ସମାଜରେ ଯେଉଁ ଜାତି ପ୍ରଥା ଥିଲା ତାର ଏକ ଫଟୋ ଚିତ୍ର। ସମାଜର ସବୁଠୁ ଉପରେ ଥିଲେ ହିନ୍ଦୁ ସମାଜରେ ବ୍ରାହ୍ମଣ, ତାପରେ କ୍ଷତ୍ରିୟମାନେ ଥିଲେ, ତାପରେ ବୈଶ୍ୟମାନେ ଥିଲେ, ତାପରେ ଶୂଦ୍ରମାନେ ଥିଲେ। ସୁଲତାନୀ ଶାସନ ସମୟରେ ଭାରତୀୟ ସମାଜ। ନେକ୍ସଟ ପଏଣ୍ଟଟି ହେଉଛି ଖାଦ୍ୟ। ହିନ୍ଦୁ ସମାଜରେ କିପରି ଖାଦ୍ୟ ଖାଉଥିଲେ ତାର ବିଷୟରେ ଆଲୋଚନା କରିବା, ତା ସହିତ ମୁସଲମାନ ସମାଜରେ ମଧ୍ୟ କିପରି ଖାଦ୍ୟ ଖାଉଥିଲେ ତାର ବିଷୟରେ ଆଲୋଚନା କରିବା। ହିନ୍ଦୁମାନେ କେଉଁ କେଉଁ ଖାଦ୍ୟ ଖାଉଥିଲେ? ଖିଚଡ଼ି ଖାଉଥିଲେ, ଭାତ, ଡାଲି, ରୁଟି, ତରକାରୀ ଇତ୍ୟାଦି ଖାଦ୍ୟ ଖାଉଥିଲେ ଏବଂ ପର୍ବପର୍ବାଣି ସମୟରେ ହିନ୍ଦୁ ସମାଜର ଲୋକମାନେ କ୍ଷୀରି ପୁରୀ ଖାଉଥିଲେ। ଏବଂ ହିନ୍ଦୁ ସମାଜରେ ଯେଉଁମାନେ କ୍ଷତ୍ରିୟ ଏବଂ ସମ୍ଭ୍ରାନ୍ତ ସମ୍ପ୍ରଦାୟର ଥିଲେ, ସେମାନେ ମାଂସ ମଧ୍ୟ ଭକ୍ଷଣ କରୁଥିଲେ। କିନ୍ତୁ ମୁସଲମାନ ସମାଜରେ ମୁସଲମାନମାନେ ରୁଟି ଖାଉଥିଲେ, କବାବ, ମାଂସ, ମାଛ, ହାଲୁଆ, ମିଠା ଏବଂ ଆଚାର ଇତ୍ୟାଦି ଖାଦ୍ୟ ସେମାନେ ଖାଉଥିଲେ। ଏବଂ ଯେଉଁମାନେ ମୁସଲମାନ ସମାଜରେ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ଥିଲେ, ସେମାନେ ମଦ୍ୟପାନ ମଧ୍ୟ କରୁଥିଲେ। ଏଠି ଯେଉଁ ଫଟୋ ଚିତ୍ରଟି ଅଛି ପିଲାମାନେ, ଏହି ଫଟୋ ଚିତ୍ରଟି ହେଉଛି ହିନ୍ଦୁ ସମାଜର ଖାଦ୍ୟ। ସୁଲତାନୀ ଶାସନ ସମୟରେ ଭାରତୀୟ ସମାଜ ଏବଂ ପରବର୍ତ୍ତୀ ପଏଣ୍ଟଟି ହେଉଛି ପୋଷାକ ଏବଂ ପ୍ରସାଧନ। ହିନ୍ଦୁମାନଙ୍କ ସମାଜରେ କେମିତି ପୋଷାକ ଏବଂ ପ୍ରସାଧନ ବ୍ୟବହାର କରାଯାଉଥିଲା ତାର ବିଷୟରେ ପଢ଼ିବା, ତା ସହିତ ମୁସଲମାନମାନଙ୍କ ସମାଜରେ କିପରି ପୋଷାକ ଏବଂ ପ୍ରସାଧନ ବ୍ୟବହାର କରାଯାଉଥିଲା ତାର ବିଷୟରେ ମଧ୍ୟ ଆମେ ଜାଣିବା। ଯେଉଁମାନେ ହିନ୍ଦୁ ସମାଜରେ ରାଜବଂଶର ଲୋକ ଥିଲେ, ତା ସହିତ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ ଥିଲେ, ସେମାନେ ଦାମୀ ପୋଷାକ ପିନ୍ଧୁଥିଲେ। ବ୍ରାହ୍ମଣମାନେ ଉପବୀତ ସହିତ ଚିତା ଧାରଣ କରୁଥିଲେ ଏବଂ ସାଧାରଣ ଲୋକମାନଙ୍କର ପୋଷାକ ଅତି ସାଧାରଣ ଥିଲା। ନାରୀମାନେ ଯେଉଁ ହିନ୍ଦୁ ସମାଜରେ ଥିଲେ, ସେମାନେ ଚନ୍ଦ୍ରହାର, ମୁର୍ଦ୍ଦିକା, କଙ୍କଣ, ବାଜୁବନ୍ଦ, ଚୁଡ଼ି, ପାଉଁଜି, ନାକଫୁଲ, କସ୍ତୁରୀ ଇତ୍ୟାଦି ସେମାନେ ପ୍ରସାଧନ ପାଇଁ ବ୍ୟବହାର କରୁଥିଲେ। ମୁସଲମାନ ସମାଜରେ ଲୋକମାନେ ପୋଷାକ ହିସାବରେ ପାଇଜାମା ପିନ୍ଧୁଥିଲେ, ଲୁଙ୍ଗି ପିନ୍ଧୁଥିଲେ, ଅତରକୁ ବ୍ୟବହାର କରୁଥିଲେ। ତା ସହିତ ଲୋକମାନେ ଆହୁରି ଦାଢ଼ି ମଧ୍ୟ ରଖୁଥିଲେ। ନାରୀମାନେ ପୋଷାକ ହିସାବରେ ବୁର୍ଖା ପିନ୍ଧୁଥିଲେ। ସାୟା, ପଞ୍ଜାବୀ, ଓଢ଼ଣୀ ଇତ୍ୟାଦିକୁ ସେମାନେ ପୋଷାକ ହିସାବରେ ବ୍ୟବହାର କରୁଥିଲେ। ଏବଂ ମୁସଲମାନ ସମାଜରେ ନାରୀମାନେ ତାଙ୍କର ପ୍ରସାଧନ ପାଇଁ କଜଳ, ସୁର୍ମା, ମୁଦ୍ରିକା, କର୍ଣ୍ଣଫୁଲ, ନଥ, କସ୍ତୁରୀ, ସୁବାସିତ ତୈଳ ଇତ୍ୟାଦି ଜିନିଷକୁ ସେମାନେ ତାଙ୍କର ପ୍ରସାଧନ ସାମଗ୍ରୀ ହିସାବରେ ବ୍ୟବହାର କରୁଥିଲେ। ସୁଲତାନୀ ଶାସନ ସମୟରେ ଭାରତୀୟ ସମାଜ। ନେକ୍ସଟ ପଏଣ୍ଟଟି ହେଉଛି ଅବସର ବିନୋଦନ। ଯେତେବେଳେ ସମାଜରେ ଥିବା ଲୋକମାନଙ୍କୁ ଖାଲି ସମୟ ମିଳୁଥିଲା, ସେମାନେ ଖାଲି ସମୟକୁ କେମିତି ଅତିବାହିତ କରୁଥିଲେ, ହିନ୍ଦୁମାନେ କେମିତି ଅତିବାହିତ କରୁଥିଲେ, ମୁସଲମାନମାନେ କେମିତି ଅତିବାହିତ କରୁଥିଲେ ତାର ବିଷୟରେ ଜାଣିବା। ହିନ୍ଦୁମାନେ କୁସ୍ତି, ଖଣ୍ଡାଯୁଦ୍ଧ, ମଲ୍ଲଯୁଦ୍ଧ, ପଶାପାଲି, ଚୌପଟ, କୁକୁଡ଼ା ଲଢ଼େଇ, ରାମଲୀଳା, କୃଷ୍ଣଲୀଳା ଇତ୍ୟାଦି ଅବସର ବିନୋଦନ କାର୍ଯ୍ୟରେ ନିଜକୁ ନିୟୋଜିତ କରିକି ସମୟ ଅତିବାହିତ କରୁଥିଲେ। ଏବଂ ମୁସଲମାନମାନେ କୁସ୍ତି, ପଶା, ଚୌଗନ, ଚୌପଟ, ପାରା ପୋଷଣ, ଉଡ଼ାଣ, ନୃତ୍ୟ, ସଙ୍ଗୀତ ଏବଂ ଯାଦୁଗର ଖେଳ ଦେଖିକି ସେମାନେ ତାଙ୍କର ସମୟକୁ ଅତିବାହିତ କରୁଥିଲେ। ଚୌଗନ କହିଲେ ପିଲାମାନେ ଘୋଡ଼ା ଉପରେ ବସି ଗୋଟେ ଛୋଟିଆ ବଲ୍କୁ ସେମାନେ ଖେଳୁଥିଲେ। ପାରା ଉଡ଼ାଣ, ପାରା ପୋଷଣ ଜାଣିଛ। ଚୌପଟ କହିଲେ ପିଲାମାନେ ସେହି ତୁମର ଲୁଡ଼ୁ ଖେଳ ଭଳିଆ, କିନ୍ତୁ ତାର ଯେଉଁ ଆମର ଗୋଟିଟେ ଥାଏ ଲୁଡ଼ୁରେ ବହୁତ ଛୋଟିଆ ଥାଏ, କିନ୍ତୁ ଚୌପଟରେ ତାର ଗୋଟିଟି ବହୁତ ବଡ଼ ଥାଏ। ସୁଲତାନୀ ଶାସନ ସମୟରେ ଭାରତୀୟ ସମାଜ। ନେକ୍ସଟ ପଏଣ୍ଟଟି ହେଉଛି ପର୍ବପର୍ବାଣି। ଏଇଠି ଆମେ ଜାଣିବା ହିନ୍ଦୁମାନେ କେଉଁ ପର୍ବପର୍ବାଣି ପାଳନ କରୁଥିଲେ ସମାଜରେ ଏବଂ ମୁସଲମାନମାନେ କେଉଁ ପର୍ବପର୍ବାଣି ପାଳନ କରୁଥିଲେ ତାଙ୍କର ଏହି ସମାଜରେ। ହିନ୍ଦୁମାନେ କେଉଁ ପର୍ବପର୍ବାଣି ପାଳନ କରୁଥିଲେ? ଶିବରାତ୍ରି, ରକ୍ଷାବନ୍ଧନ, ଗଣେଶ ପୂଜା, ଲକ୍ଷ୍ମୀ ପୂଜା, ବିଜୟା ଦଶମୀ, ଗୋବର୍ଦ୍ଧନ ପୂଜା, ଜନ୍ମାଷ୍ଟମୀ, ରାମନବମୀ ଇତ୍ୟାଦି ପର୍ବପର୍ବାଣି ହିନ୍ଦୁମାନେ ତାଙ୍କର ସମାଜରେ ପାଳନ କରୁଥିଲେ। ଏହି ଫଟୋ ଚିତ୍ରଟି ଦେଖ ପିଲାମାନେ, ଏଇଟା ହିନ୍ଦୁମାନଙ୍କର କେଉଁ ପର୍ବ ଅଟେ ତାହା ତୁମେ କମେଣ୍ଟ ବକ୍ସରେ ଲେଖିକି ଜଣାଇବ। ମୁସଲିମମାନେ କେଉଁ ପର୍ବପର୍ବାଣି ପାଳନ କରୁଥିଲେ? ମହରମ,
ଇଦ୍ ଏ ମିଲାଦ୍, ଇଦ୍ ଉଲ୍ ଫିତର, ଇଦ୍ ଉଲ୍ ଜୁହା, ଶବେ ବରାତ, ନୌରଜ। ନୌରଜ କହିଲେ ପିଲାମାନେ ମୁସଲମାନମାନଙ୍କର ନବବର୍ଷକୁ ହିଁ ବୁଝାଇଥାଏ। ସୁଲତାନି ଶାସନ ସମୟରେ ଭାରତୀୟ ସମାଜ। ନେକ୍ସଟ ବା ଲାଷ୍ଟ ପଏଣ୍ଟଟି ହେଉଛି ଶିକ୍ଷା। ଆମେ ଏଠି ଜାଣିବା ହିନ୍ଦୁମାନେ କିପରି ଶିକ୍ଷା ଗ୍ରହଣ କରୁଥିଲେ ଏବଂ ମୁସଲମାନମାନେ କିପରି ଶିକ୍ଷା ଗ୍ରହଣ କରୁଥିଲେ। ହିନ୍ଦୁମାନେ ସଂସ୍କୃତ ଭାଷାରେ ଶିକ୍ଷା ଗ୍ରହଣ କରୁଥିଲେ। ହିନ୍ଦୁମାନେ ପାଠଶାଳାରେ ଶିକ୍ଷା ଗ୍ରହଣ କରୁଥିଲେ। କେଉଁ କେଉଁ ବିଷୟରେ ହିନ୍ଦୁମାନେ ଶିକ୍ଷା ଗ୍ରହଣ କରୁଥିଲେ? କାବ୍ୟ, ବ୍ୟାକରଣ, ନିରୁକ୍ତ, ଛାନ୍ଦ, ଜ୍ୟୋତିଷ, ନ୍ୟାୟ, ଦର୍ଶନ ଇତ୍ୟାଦି ବିଷୟବସ୍ତୁକୁ ସେମାନେ ଶିକ୍ଷା ହିସାବରେ ଗ୍ରହଣ କରୁଥିଲେ ଏବଂ ବିଶ୍ୱବିଦ୍ୟାଳୟ କେଉଁ କେଉଁ ସ୍ଥାନରେ ଥିଲା? ବାରାଣାସୀ, ମିଥିଲା, ପ୍ରୟାଗ, ମଥୁରା, ବୃନ୍ଦାବନ ଇତ୍ୟାଦି ସ୍ଥାନରେ ହିନ୍ଦୁ ସମାଜରେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଥିଲା। ମୁସଲମାନ ସମାଜରେ ମୁସଲମାନମାନେ ଆରବୀ ଏବଂ ପାର୍ସୀ ଭାଷାରେ ଶିକ୍ଷା ଗ୍ରହଣ କରୁଥିଲେ ଏବଂ ସେହି ମୁସଲମାନମାନେ ମାଦ୍ରାସାରେ ଶିକ୍ଷା ଗ୍ରହଣ କରୁଥିଲେ। ମାଦ୍ରାସା କହିଲେ ପିଲାମାନେ ସେହି ପାଠଶାଳାକୁ ହିଁ ବୁଝାଏ, କିନ୍ତୁ ସେମାନେ ପାଠଶାଳା କହୁନଥିଲେ, ମାଦ୍ରାସା ବୋଲିକି କହୁଥିଲେ। ଫିରୋଜ ଶାହ ତୁଗଲକ ଯେତେବେଳେ ସୁଲତାନ ଶାସକ ହିସାବରେ ଶାସନ କରୁଥିଲେ, ସେ ହେଉଛନ୍ତି ଜଣେ ତୁଗଲକ ଶାସକ, ତୁଗଲକ ବଂଶର ଶାସକ। ତାଙ୍କ ସମୟରେ 30ଟି ମାଦ୍ରାସା ଥିଲା। ଆଉ ଏହିଠୁ ଜଣାପଡ଼ୁଛି ଯେ ଫିରୋଜ ଶାହ ତୁଗଲକଙ୍କ ଶାସନ ସମୟରେ ଶିକ୍ଷାର ଉନ୍ନତି ଘଟିଥିଲା। ସୁଲତାନି ଶାସନ କାଳରେ ଭାରତୀୟ ସମାଜ। ଏଇଠୁ ପିଲାମାନେ ତୁମର ପରୀକ୍ଷାରେ ଲଙ୍ଗ କ୍ୱେଶ୍ଚନ୍ ଆସିବ ଏବଂ ଏହି ଲଙ୍ଗ କ୍ୱେଶ୍ଚନ୍ଟି ଥିବ 8 ମାର୍କର। ଯଦି ତୁମର ପରୀକ୍ଷାରେ ଏହି ପ୍ରଶ୍ନ ପଡ଼େ ତାହେଲେ ଏଠି ଯେଉଁ ମୁଁ 12ଟି ପଏଣ୍ଟ ଲେଖିଛି, ଏହି 12ଟି ପଏଣ୍ଟକୁ ବର୍ଣ୍ଣନା କରିଦେବ, ତୁମର ଉତ୍ତର ହେଇଯିବ। ପିଲାମାନେ ଏହି ଭିଡ଼ିଓଟିକୁ ଗୋଟିଏ ଥର ଦେଖିଲେ ତୁମକୁ ଲାଗୁଥିବ ଯେ ବୁଝିଗଲା ବୋଲି, କିନ୍ତୁ ପିଲାମାନେ ତାହା ସମ୍ପୂର୍ଣ୍ଣ ରୂପେ ତୁମେ ବୁଝିପାରିନ। ଚେଷ୍ଟା କରିବ 2ରୁ 3 ଥର ଦେଖିଦେବ, ତାଦ୍ୱାରା କ'ଣ ହେବ, ସମ୍ପୂର୍ଣ୍ଣ ରୂପେ ତୁମେ ଭିଡ଼ିଓଟିକୁ ବୁଝିଯିବ। ରହିଲେ ପିଲାମାନେ, ଆଉ ଥରେ ପୁଣି ଦେଖା ହେବା ଆଉ ଗୋଟେ ଭିଡ଼ିଓରେ ପୁଣି ଏକ ନୂଆ ବିଷୟବସ୍ତୁ ସହିତ। ସେତିକି ପର୍ଯ୍ୟନ୍ତ ବିଦାୟ ଦିଅ ପିଲାମାନେ, ରହିଲି।